ଏବେ ସରକାରଙ୍କ ତରଫରୁ ଗୋଟେ ସ୍କିମ୍ ଆସିଛି ମାତ୍ର 20 ଟଙ୍କା ରଖିକି ଆପଣ 2 ଲକ୍ଷ ଟଙ୍କା ପାଇପାରିବେ। ଗୋଟେ ବହୁତ ବଡ଼ ସ୍କିମ୍, ପ୍ରତ୍ୟେକଟି ଲୋକଙ୍କୁ ଏ ବିଷୟରେ ଜାଣିବା ନିହାତି ଜରୁରୀ। କାହିଁକିନା এই ଯେଉଁ ସ୍କିମ୍ ଗୁଡ଼ାକ ଆସୁଛି ନା ସାଧାରଣ ଲୋକଙ୍କ ପାଇଁ ହିଁ ଆସୁଛି, ଯେଉଁଟାକି ଆଜିର ଭିଡ଼ିଓ ମାଧ୍ୟମରେ ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିବା କି ଏଠି 20 ଟଙ୍କା ରଖିକି ଆପଣଙ୍କୁ 2 ଲକ୍ଷ ଟଙ୍କା କାହିଁକି ବେନିଫିଟ୍ ମିଳୁଛି ଆଉ କେମିତି ଆପଣ ତାର ବେନିଫିଟ୍ର ତାର ଫାଇଦାର ଉଠାଇ ପାରିବେ। ଆପଣ ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ ସମସ୍ତଙ୍କ ପାଇଁ, ପ୍ଲିଜ୍ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକିନା ଏତେ ବଡ଼ ସ୍କିମ୍କୁ ଆପଣ ହାତ ଛଡ଼ା କରନ୍ତୁ ନାହିଁ। 20 ଟଙ୍କା ଦେଇକି ଆପଣଙ୍କୁ 2 ଲକ୍ଷ ଟଙ୍କାର ଏଠି ଗୋଟେ ବୀମା ମଧ୍ୟ ପାଇପାରିବେ, ଯେଉଁଟାକି ସରକାରଙ୍କ ତରଫରୁ ଆସିଛି। ଏଇଟା ଗୋଟେ ବୀମା ଯୋଜନା, ମାନେ ଆପଣଙ୍କୁ 20 ଟଙ୍କା ଦେବା ପାଇଁ ପଡ଼ିବ। ଯଦି ଆପଣଙ୍କର କିଛି ଘଟୁଛି ବା ଆପଣଙ୍କର ମୃତ୍ୟୁ ହୋଇଯାଉଛି ତାହେଲେ ଆପଣଙ୍କର ମିଳିବ କେତେ 2 ଲକ୍ଷ ଟଙ୍କା। ଆଜିକା ଡେଟ୍ରେ ଆପଣ ସମସ୍ତେ ଜାଣିଥିବେ ଆମେ ବାଟରେ ଯାଉ ଯାଉ ମଧ୍ୟ ଆକ୍ସିଡେଣ୍ଟ ହେଇଯାଉଛି, କାହାର କେତେବେଳେ କ'ଣ ହେଉଛି କେହି ବି ଜାଣିନାହାନ୍ତି। ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ୟାର ଲାଭ ମଧ୍ୟ ଆପଣ ଉଠାନ୍ତୁ। କାହିଁକିନା ଆପଣଙ୍କ ପରିବାରକୁ ଆପଣ ଗଲା ପରେ ଆପଣଙ୍କ ପରିବାରକୁ ମଧ୍ୟ 2 ଲକ୍ଷ ଟଙ୍କା ମିଳିପାରିବ, ଯେଉଁଟାକି ଆପଣଙ୍କ ପରିବାର ବେଶ୍ ସହାୟକ ମଧ୍ୟ ହୋଇପାରିବ। ଚାଲନ୍ତୁ ଡିଟେଲ୍ ଜାଣିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବରଟି। ବାସ୍ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଦେଖୁଛନ୍ତି, ଆମ ଚ୍ୟାନେଲରେ ଭିଜିଟ୍ କରୁଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। କାହିଁକିନା ସରକାରଙ୍କ ତରଫରୁ ଏମିତି ଛୋଟ ବଡ଼ ଅପଡ଼େଟ୍ ଗୁଡ଼ିକ ପ୍ରତ୍ୟେକ ଦିନ ଦେଖିବା ପାଇଁ ପାଇବେ। ଏଠି ଦେଖନ୍ତୁ ଲେଖା ହେଇଛି, ଭାରତ ସରକାର ସାଧାରଣ ଲୋକଙ୍କର ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଆଣୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଯେଉଁଟାକି ଆମେ ସର୍ଟକଟ୍ରେ କହୁଛନ୍ତି PMSBY ଯୋଜନା, ଯାହା ବହୁତ କମ୍ ପ୍ରିମିୟମରେ ଦୁର୍ଘଟଣା ବୀମା କଭରେଜରେ ମିଳୁଛି। ଏହି ଯୋଜନା ବିଶେଷ କରି ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ପ୍ରମାଣିତ ହେଉଛି। ମାନେ ଯେଉଁମାନେ ପଇସା ପତ୍ରର ଟିକେ ସକ୍ଷମ ନାହାନ୍ତି, ଦୁର୍ବଳ ଅଛନ୍ତି, ସେଇମାନଙ୍କ ପାଇଁ ହିଁ ବେଶୀ ବେନିଫିଟ୍ ଏଇଟା ମିଳୁଛି। ଆସନ୍ତୁ ଜାଣିବା ଏ ବିଷୟରେ କ'ଣ ରହିଛି ଲାଭ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାଟି କ'ଣ ସେଇଟା ପ୍ରଥମେ ଆପଣ ଜାଣନ୍ତୁ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ କେବଳ 20 ଟଙ୍କା ବାର୍ଷିକ ପ୍ରିମିୟମ୍ ଦେଇ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜଟିଏ ମିଳୁଛି। ଏହି ଯୋଜନା 2015 ମସିହାରେ ଆରମ୍ଭ ହୋଇଥିଲା। ଏଥିପାଇଁ ଆପଣଙ୍କ ବୟସ 18ରୁ 70 ବର୍ଷ ଭିତରେ ହେଇଥିବା ଉଚିତ। ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ରହିଥିବା ଉଚିତ। ସରକାର କହୁଛନ୍ତି ଏଇ ଯେଉଁ ଯୋଜନାଟି ରହିଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଏଥିରେ ଆପଣଙ୍କୁ ବର୍ଷକୁ 20 ଟଙ୍କାଟେ ଦେବା ପାଇଁ ପଡ଼ିବ। ମାନେ ଆପଣ ସରକାରଙ୍କୁ ବର୍ଷକୁ 20 ଟଙ୍କା ଦେବେ। ଯଦି ଆପଣଙ୍କର କିଛି ଘଟୁଛି, ଆପଣଙ୍କର ମୃତ୍ୟୁ ହୋଇଯାଉଛି, ତାହେଲେ ଆପଣଙ୍କୁ 2 ଲକ୍ଷ ଟଙ୍କାଟେ ମିଳିବ। କାହାକୁ ନା ଆପଣଙ୍କ ଫ୍ୟାମିଲିକି ମିଳିବ। ଆହୁରି ଡିଟେଲ୍ ଅଛି, ଦେଖନ୍ତୁ ଜାଣିପାରିବେ। ଲେଖାଯାଇଛି ବୀମାରେ କ'ଣ କଭରେଜ କରାଯାଇଛି। ଦୁର୍ଘଟଣାରେ ବୀମାଧାରୀଙ୍କ ମୃତ୍ୟୁ ହୋଇଗଲେ ନୋମିନିକୁ 2 ଲକ୍ଷ ଟଙ୍କା ମିଳିବ। ଆଂଶିକ ଅକ୍ଷମତା କ୍ଷେତ୍ରରେ 1 ଲକ୍ଷ ଟଙ୍କା ମିଳିବ। ସେଇଭଳି ଯଦି ବୀମାକୃତ ବ୍ୟକ୍ତି ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଆନ୍ତି ତେବେ 2 ଲକ୍ଷ ଟଙ୍କା ମିଳିବ। ସରକାର କହୁଛନ୍ତି ଯେଉଁମାନେ ବୀମା କରିଛନ୍ତି ସେମାନଙ୍କର ଯଦି ମୃତ୍ୟୁ ହୋଇଯାଉଛି, ଆକ୍ସିଡେଣ୍ଟାଲ ମୃତ୍ୟୁ ମାନେ ଦୁର୍ଘଟଣା ଘଟିକି କୌଣସି ମୃତ୍ୟୁ ହୋଇଯାଉଛି, ତାହେଲେ ତାଙ୍କ ପରିବାର ବର୍ଗକୁ ଯିଏ ନୋମିନି ଥିବ ତାଙ୍କ ନାଁକୁ 2 ଲକ୍ଷ ଟଙ୍କାଟେ ସରକାର ଦେବେ। ଯଦି ଆପଣଙ୍କର ଗୋଟେ ଆକ୍ସିଡେଣ୍ଟ ହେଲା, ଆପଣ ଗୋଟେ ଯେମିତିକି ଆପଣଙ୍କର କିଛି ଗୋଟେ ଗୋଡ଼ କିମ୍ବା ହାତ ହରାଇ ବସିଲେ, ତାହେଲେ ସେଠି ଆପଣଙ୍କୁ 1 ଲକ୍ଷ ଟଙ୍କାଟେ ମିଳିବ। ଯଦି ଆପଣ ସମ୍ପୂର୍ଣ୍ଣ ଅକ୍ଷମ ହୋଇଗଲେ, ହାତ ଗୋଡ଼ ସବୁ ଚାଲିଗଲା, ଆପଣ ଗୋଟେ ଅକ୍ଷମ ହୋଇକି ଘରେ ବସି ରହିଲେ, ତାହେଲେ ମଧ୍ୟ ଏଠି ଆପଣଙ୍କୁ 2 ଲକ୍ଷ ଟଙ୍କାଟେ ମିଳିବ। କିପରି ଏଥିରେ ଆବେଦନ କରିବେ ଦେଖନ୍ତୁ। ଲେଖା ହେଇଛି ଯୋଜନା ଅଧୀନରେ ବୀମା ପାଇବା ପାଇଁ ଆପଣଙ୍କର ବ୍ୟାଙ୍କକୁ ଯାଆନ୍ତୁ, ନହେଲେ ଆପଣଙ୍କର CSC କେନ୍ଦ୍ର ଯେଉଁ ଆପଣଙ୍କର ରହିଲା ଜନସେବା କେନ୍ଦ୍ରକୁ ଯାଆନ୍ତୁ। ଆପଣ ଆବେଦନ କରିବା ପରେ ପ୍ରତିବର୍ଷ ବୀମା ପ୍ରିମିୟମ୍ ପରିମାଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋମେଟିକ୍ କଟିଯିବ। ବୀମା ଅବଧି 1 ଜୁନ୍ରୁ 31 ମେ ପର୍ଯ୍ୟନ୍ତ ଏହାକୁ ପ୍ରତିବର୍ଷ ନବୀକରଣ ମଧ୍ୟ କରାଯାଏ। ଏ ଯୋଜନା କାହିଁକି ସ୍ୱତନ୍ତ୍ର ଦେଖନ୍ତୁ। ଏ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହଙ୍ଗା ପ୍ରିମିୟମ୍ ଦେଇପାରୁନଥିବା ଲୋକମାନଙ୍କୁ ବୀମା ସୁରକ୍ଷା ଦେବା। ମାତ୍ର 20 ଟଙ୍କାର 2 ଲକ୍ଷ ଟଙ୍କାର କଭରେଜଟିଏ ମିଳୁଥିବାରୁ ଏହା ସବୁଠାରୁ ସୁଲଭ ବୀମା ବୋଲି ସମସ୍ତେ ମଧ୍ୟ ବିବେଚନା କରାଯାଏ। 20 ଟଙ୍କାର ଭବିଷ୍ୟତ ଆପଣଙ୍କର ସୁରକ୍ଷିତ ରହୁଛି। ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ନାହାନ୍ତି, ତେବେ ଯଥାଶୀଘ୍ର ନିକଟସ୍ଥ ବ୍ୟାଙ୍କକୁ କିମ୍ବା CSC କେନ୍ଦ୍ର ଯେଉଁଟା ଆପଣଙ୍କର କହୁଛନ୍ତି ଜନସେବା କେନ୍ଦ୍ରକୁ ଯାଆନ୍ତୁ। ସେଠି ଯାଇକି ଆପଣ ଆବେଦନ କରିପାରିବେ। ଏହି ଯୋଜନାଟିର ନାଁ କ'ଣ ନା PMSBY ସର୍ଟକଟ୍ରେ କୁହାଯାଉଛି। ଆଉ ତାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ଦେଖନ୍ତୁ ମୁଁ ଆପଣଙ୍କୁ ଆଉ ଟିକେ ଡିଟେଲରେ ବତାଇ ଦେଉଛି। ଯଦି ଆପଣଙ୍କର 18ରୁ 70 ବର୍ଷ ବୟସ ଭିତରେ ହେଇଛି, ଆପଣ ଜନସେବା କେନ୍ଦ୍ରକୁ ଯାଆନ୍ତୁ, ନହେଲେ ଆପଣ ଯେଉଁଠି ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ସେ ବ୍ୟାଙ୍କକୁ ଯାଆନ୍ତୁ। ଯାଇକି ବ୍ୟାଙ୍କରେ କହିବେ କି ମୁଁ ଏଇ ଯୋଜନାରେ ଗୋଟେ ଇନ୍ସୁରାନ୍ସ କରିବି। ଇନ୍ସୁରାନ୍ସ କହିଲେ ସେ ଗୋଟେ ଫର୍ମ ଦେବେ। ବାସ୍ ଏଇ ଯେଉଁ ଅପସନ୍ଟି ଆପଣଙ୍କୁ ମିଳିଛି 20 ଟଙ୍କାରେ ଆପଣଙ୍କୁ 2 ଲକ୍ଷ ଟଙ୍କା, ବାସ୍ ତା ଉପରେ କ୍ଲିକ୍ କରିବେ বা ଲେଖିବେ। ଲେଖିକି ଦେଇଦେଲା ପରେ ଆପଣଙ୍କ ନାଁରେ ଆବେଦନ ହୋଇଯିବ। ଯଦି ଆପଣଙ୍କର ଭୁଲବଶତଃ କେଉଁଠି ଆକ୍ସିଡେଣ୍ଟାଲରେ ଆପଣ ଡେଥ୍ କରିଯାଉଛନ୍ତି, ଆପଣ ଯାହାକୁ ନୋମିନି ରଖିଥିବେ ତାଙ୍କୁ 2 ଲକ୍ଷ ଟଙ୍କାଟା ମିଳିବ। ଆଉ ଯଦି ଆପଣ ଆକ୍ସିଡେଣ୍ଟରେ କେଉଁଠି ଆପଣଙ୍କର ଗୋଡ଼ ହାତ ହରାଇ ବସୁଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ 1 ଲକ୍ଷ ଟଙ୍କାଟେ ସରକାରଙ୍କ ତରଫରୁ ମିଳିବ। ଆଉ ଏଇ ଯେଉଁ ଟଙ୍କା ଆପଣଙ୍କୁ ବର୍ଷକୁ ମାତ୍ର 20 ଟଙ୍କାଟେ ସରକାରଙ୍କୁ ଦେବା ପାଇଁ ଆପଣଙ୍କୁ ପଡ଼ିବ। ଆପଣ ସରକାରଙ୍କୁ
देले ही आपको मिल सेटा देवे केमी ना आपण बैंक अकाउंट रु ऑटोमेटिक गोटे वर्ष थे 20 टंका सरकार ऑटोमेटिक काटी नहीं जाए बुझे ना। तो ये गोटे बहुत बड़ स्कीम प्रत्येक लोक करवा दरकार कहीं आम आज रास्ता घाट जाऊँच केतबे कार कौन हो कहीं भी एक जानी ना। तो आम सुरक्षा पाइबापी आम फैमिली सुरक्षा पाइबापी ये योजना निहाती भाव में आपको लाभदायक हम आप स्कीम आवेदन करेंगे ये योजनार फायदा उठे पारे।